ଗପଟିର ନାମ ଦୁଷ୍ଟ ଯାଦୁକର ଓ ଜଲପରୀ। ବହୁତ ବର୍ଷ ପୂର୍ବର କଥା। ଅଥର୍ବ ଦେଶରେ ନନ୍ଦନ ହ୍ରଦରେ ଗୋଟିଏ ଜଲପରୀ ରହୁଥାଏ। ଜଲପରୀର ଉପସ୍ଥିତି ହ୍ରଦକୁ ଅତି ସୁନ୍ଦର କରିଦେଇଥାଏ। ହ୍ରଦର ଜଳ ହୀରା ପରି ଚକଚକ୍ କରୁଥାଏ। ସେହି ହ୍ରଦକୁ ରାଜକୁମାରୀ ଚିତ୍ରାଙ୍ଗଦା ସର୍ବଦା ଜଳକ୍ରୀଡ଼ା କରିବାକୁ ଆସିଥାନ୍ତି। ଅପୂର୍ବ ସୁନ୍ଦରୀ ଥିଲେ ଚିତ୍ରାଙ୍ଗଦା। ମହାରାଜ ବିଷ୍ଣୁ ସେଣାଙ୍କର ଏକମାତ୍ର କନ୍ୟା ସେ। ମହାରାଜଙ୍କ ମୃତ୍ୟୁ ପରେ ସେ ହିଁ ହେବେ ଅଥର୍ବ ଦେଶର ରାଜା। ଏ କଥାକୁ ଠିକ୍ ଭାବେ ବୁଝିପାରିଥିଲା ଗୋଟିଏ ଦୁଷ୍ଟ ଯାଦୁକର। ସେ ରାଜାଙ୍କ ମୃତ୍ୟୁ ପରେ ଅଥର୍ବ ଦେଶର ରାଜା ହେବ ବୋଲି ସ୍ୱପ୍ନ ଦେଖୁଥାଏ। ଏ ଖବର ରାଜକୁମାରୀ ଚିତ୍ରାଙ୍ଗଦା ଜାଣିପାରିଲେ। ସେ ଯାଦୁକରଙ୍କ ଷଡ଼ଯନ୍ତ୍ର ପୂର୍ଣ୍ଣ କଥା ମହାରାଜଙ୍କୁ କହିଲେ। ମହାରାଜ ଦୁଷ୍ଟ ଯାଦୁକରକୁ ଦେଶରୁ ତଡ଼ିଦେଲେ। ଦୁଷ୍ଟ ଯାଦୁକର ଏହାର ପ୍ରତିଶୋଧ ନେବାକୁ ସ୍ଥିର କଲା। ସେ କେବଳ ସୁଯୋଗକୁ ଅପେକ୍ଷା କରିଥାଏ। ରାଜକୁମାରୀ ଚିତ୍ରାଙ୍ଗଦା ସବୁଦିନ ନନ୍ଦନ ହ୍ରଦକୁ ଜଳକ୍ରୀଡ଼ା କରିବା ପାଇଁ ଯାଇଥାନ୍ତି। ଦୁଷ୍ଟ ଯାଦୁକର ସେଠାରେ ପହଞ୍ଚିଗଲା ଓ ଯାଦୁମନ୍ତ୍ର କରିବା ଆରମ୍ଭ କରିଦେଲା। ହଠାତ୍ ହ୍ରଦର ପାଣି ଫୁଲି ଉଠିଲା। ଜଳଚର ପ୍ରାଣୀମାନେ ବିଭିନ୍ନ ପ୍ରକାରର ଚିତ୍କାର କରିବାକୁ ଲାଗିଲେ। ରାଜକୁମାରୀ କିଛି ବୁଝିବା ପୂର୍ବରୁ ତାଙ୍କର ଡଙ୍ଗା ଟଳମଳ ହେବାକୁ ଲାଗିଲା। ରାଜକୁମାରୀ ଯେମିତି ଗୋଟିଏ ହାତ ପାଣି ମଧ୍ୟକୁ ବୁଡ଼ାଇଛନ୍ତି, ତାଙ୍କର ଗୋଟିଏ ହାତ ଶରୀରରୁ ଅଦୃଶ୍ୟ ହୋଇଗଲା। ଏହାପରେ ଆଉ ଗୋଟିଏ ହାତ ଶରୀରରୁ ଅଦୃଶ୍ୟ ହୋଇଗଲା। ରାଜକୁମାରୀ ନିଜର ଏପରି ଦୁର୍ଦ୍ଦଶା ଦେଖି କାନ୍ଦିବାକୁ ଲାଗିଲେ। ବିନା ହାତରେ ସେ କ'ଣ କରିବେ ବା କ'ଣ? ସେହି ସମୟରେ ରାଜକୁମାରୀ ଚିତ୍ରାଙ୍ଗଦା ଦୁଷ୍ଟ ଯାଦୁକରକୁ ଦେଖିଲେ। ସେ ଜାଣିପାରିଲେ ଏ କାର୍ଯ୍ୟ ଯାଦୁକରର। ଯାଦୁକର ରାଜକୁମାରୀଙ୍କୁ ନବା ପାଇଁ ଯେମିତି ଯାଦୁବିଦ୍ୟା ଆରମ୍ଭ କରିଛି, ରାଜକୁମାରୀ କାନ୍ଦିବାକୁ ଲାଗିଲେ। ଜଲପରୀ ରାଜକୁମାରୀଙ୍କ ଏପରି ଅବସ୍ଥା ସହିପାରିଲା ନାହିଁ। ହଠାତ୍ ରାଜକୁମାରୀ ହ୍ରଦ ମଧ୍ୟକୁ ଡେଇଁ ପଡ଼ିଲେ। ହାତ ନଥିବା ଯୋଗୁଁ ସେ ପହଁରି ପାରିଲେ ନାହିଁ ଓ ବୁଡ଼ିବାକୁ ଲାଗିଲେ। ଏସବୁ ଘଟଣା ଦେଖି ଜଲପରୀ ରାଜକୁମାରୀଙ୍କୁ ତାଙ୍କ ପିଠିରେ ବସାଇ ବହୁ ଦୂରକୁ ନେଇଗଲା। ଦୁଷ୍ଟ ଯାଦୁକର ରାଜକୁମାରୀଙ୍କୁ ଯେତେ ଖୋଜିଲେ ବି ପାଇଲା ନାହିଁ। ଜଲପରୀଙ୍କୁ ରାଜକୁମାରୀ କହିଲା, ତୁମେ ମୋ ଜୀବନ କାହିଁକି ବଞ୍ଚାଇଲ? ଜଲପରୀ କହିଲା, ମୁଁ ଜାଣିଛି ତୁମେ ଏ ଦେଶର ଭବିଷ୍ୟତ। ତୁମ ବିନା ଏ ଦେଶ ଦୁଷ୍ଟ ଯାଦୁକର ହାତକୁ ଚାଲିଯିବ। ଏ ଦେଶ ଅତି ଶୀଘ୍ର ଧ୍ୱଂସ ପାଇଯିବ। ତୁମେ ବଞ୍ଚିବା ନିହାତି ଆବଶ୍ୟକ। ରାଜକୁମାରୀ କହିଲେ, ବିନା ହାତରେ ମୁଁ କ'ଣ କରିବି? ଏ ଦେଶର କ'ଣ ହେବ? ଜଲପରୀ କହିଲେ, ରାଜକୁମାରୀ, ତୁମେ କେବଳ ସମୟକୁ ଅପେକ୍ଷା କର। ସବୁ ଠିକ୍ ହୋଇଯିବ। ଏପରି କିଛି ଦିନ ବିତିଗଲା। ଯାଦୁକର ଜାଣିପାରିଲା ଜଲପରୀ ରାଜକୁମାରୀଙ୍କୁ ଏକ ସୁରକ୍ଷିତ ସ୍ଥାନରେ ଲୁଚାଇ ରଖିଛି। ସେ ଜଲପରୀକୁ ଖୋଜିବାକୁ ଲାଗିଲା। ମାତ୍ର ତାର ଉଦ୍ୟମ ସବୁ ବ୍ୟର୍ଥ ହେଲା। ଦିନେ ସେ ବହୁତ ରାଗିଗଲା। ନନ୍ଦନ ହ୍ରଦର ଜଳକୁ ଶୁଖାଇବାକୁ ଲାଗିଲା। ହ୍ରଦରେ ଜଳ ଦିନକୁ ଦିନ କମ୍ ହେବା ଯୋଗୁଁ ସବୁ ଜଳଚର ପ୍ରାଣୀଙ୍କ ମୃତ୍ୟୁ ସୁନିଶ୍ଚିତ ହୋଇଗଲା। ସେମାନେ ଜଲପରୀକୁ ନିଜର ଦୁଃଖ କଥା ଜଣାଇଲେ। ଜଲପରୀ ଦୁଷ୍ଟ ଯାଦୁକରକୁ ଉଚିତ ଶିକ୍ଷା ଦେବାକୁ ନିଷ୍ପତ୍ତି କଲେ। ଏକ ସୁଚିନ୍ତିତ ଉପାୟ ବାହାର କଲେ। ଜଲପରୀ ରାଜକୁମାରୀର ରୂପ ଗ୍ରହଣ କଲେ। ଦୁଷ୍ଟ ଯାଦୁକରକୁ କହିଲେ, ମୁଁ ତୁମକୁ ବିବାହ କରିବାକୁ ନିଷ୍ପତ୍ତି ନେଇଛି। ମାତ୍ର ତୁମକୁ ମୋର ଗୋଟିଏ କଥା ମାନିବା ପାଇଁ ପଡ଼ିବ।
ଦୁଷ୍ଟ ଯାଦୁକର କହିଲା, କ'ଣ କୁହ? ଛଦ୍ମବେଶୀ ଜଳପରୀ କହିଲା, ତୁମକୁ ଆଉ ଏକ ହ୍ରଦ ରାଜପ୍ରାସାଦ ନିକଟରେ ତିଆରି କରିବାକୁ ପଡ଼ିବ। ମୁଁ ସେଠାରେ ବିବାହ ପରେ ଜଳ କ୍ରୀଡ଼ା କରିବି। ଏତେ ଦୂରକୁ ଆସିବାକୁ ମୋର ଇଚ୍ଛା ନାହିଁ। ଏକଥା ଶୁଣି ଦୁଷ୍ଟ ଯାଦୁକର କହିଲା, ଇଏ ତ ଅତି ସହଜ କଥା। ମୁଁ ମୋ ମନ୍ତ୍ର ଦ୍ୱାରା ଏହା ସମ୍ଭବ କରିପାରିବି। ଏକଥା ଶୁଣି ଛଦ୍ମବେଶୀ ଜଳପରୀ କହିଲା, ଏହା କିପରି ସମ୍ଭବ? ଦୁଷ୍ଟ ଯାଦୁକର କହିଲା, ଆଗାମୀ ଅମାବାସ୍ୟାରେ ମୁଁ ନନ୍ଦନ ହ୍ରଦକୁ ମୋ ଯାଦୁ ତନ୍ତ୍ରମନ୍ତ୍ର ଦ୍ୱାରା ରାଜପ୍ରାସାଦ ନିକଟକୁ ଉଠାଇ ନେବି। ଏକଥା ଶୁଣି ଛଦ୍ମବେଶୀ ଜଳପରୀ ଅମାବାସ୍ୟା ଦିନକୁ ଅପେକ୍ଷା କଲା। ଘୋର ଅନ୍ଧାରରେ ଦୁଷ୍ଟ ଯାଦୁକର ତା ଯାଦୁ ତନ୍ତ୍ରମନ୍ତ୍ର ଆରମ୍ଭ କଲା। ଛଦ୍ମବେଶୀ ଜଳପରୀ ଏହି ସୁଯୋଗକୁ ଅପେକ୍ଷା କରିଥିଲା। ଅମାବାସ୍ୟା ଅନ୍ଧାରରେ ତା ଯାଦୁ ତନ୍ତ୍ରମନ୍ତ୍ର ଥିବା ଯାଦୁପେଡ଼ିକୁ ନେଇ ଚାଲିଗଲା। ଦୁଷ୍ଟ ଯାଦୁକର ଛଦ୍ମବେଶୀ ଜଳପରୀ ପଛେ ପଛେ ଚାଲିଲା। ଛଦ୍ମବେଶୀ ଜଳପରୀ ନନ୍ଦନ ହ୍ରଦ ମଧ୍ୟକୁ ଡେଇଁ ପଡ଼ିଲା। ଯାଦୁକର ମଧ୍ୟ ନନ୍ଦନ ହ୍ରଦ ମଧ୍ୟକୁ ଡେଇଁ ପଡ଼ିଲା। ପୂର୍ବ ଯୋଜନା ମୁତାବକ ନନ୍ଦନ ହ୍ରଦ ମଧ୍ୟରେ ଥିବା ବଡ଼ ବଡ଼ କଙ୍କଡ଼ାଗୁଡ଼ିକ ଜଳପରୀ କହିବା ଅନୁସାରେ ଯାଦୁକରକୁ ଘେରିଗଲେ। ସେମାନେ ଯାଦୁକରକୁ କାମୁଡ଼ି ଅସ୍ତବ୍ୟସ୍ତ କରିପକାଇଲେ। ଏହି ସମୟରେ ଏକ ବିଷାକ୍ତ ସାପ ଯାଦୁକରକୁ ଦଂଶନ କଲା। ଯାଦୁକରର ପ୍ରାଣ କିଛି ସମୟରେ ଛାଡ଼ିଗଲା। ସେ ତା କଲାକର୍ମର ଫଳ ପାଇଲା। ଏହାପରେ ଛଦ୍ମବେଶୀ ଜଳପରୀ ରାଜକୁମାରୀ ରୂପରୁ ନିଜ ରୂପକୁ ଫେରିଆସିଲା। ସେ ରାଜକୁମାରୀ ପାଖକୁ ଗଲା, କହିଲା, ମୁଁ ସେ ଦୁଷ୍ଟ ଯାଦୁକରକୁ ଉଚିତ ଶିକ୍ଷା ଦେଇଛି। ତାର ମୃତ୍ୟୁ ହେଇଛି। ଏବେ ତୁମେ ମୁକ୍ତ। ଏକଥା ଶୁଣି ରାଜକୁମାରୀ କାନ୍ଦିବାକୁ ଲାଗିଲା। କହିଲା, ବିନା ହାତରେ ମୁଁ ରାଜପ୍ରାସାଦକୁ ଫେରିବି କିପରି? ଜଳପରୀ କହିଲା, କିଛି ଚିନ୍ତା କର ନାହିଁ। ମୁଁ ତୁମକୁ ହ୍ରଦ ମଧ୍ୟରୁ କୂଳ ନିକଟକୁ ନେଇଯାଉଛି। ସେଠାରେ ତୁମେ ତୁମ ହାତ ଫେରି ପାଇବ। ଏହାପରେ ରାଜକୁମାରୀ ହ୍ରଦର ବନ୍ଧ ଉପରକୁ ଆସିଲେ। ଜଳପରୀ ହ୍ରଦ ମଧ୍ୟରେ ଥାଇ ନିଜ ଶରୀରର 2 ଡେଣାକୁ ପରିତ୍ୟାଗ କଲେ। ଜଳପରୀ କହିଲା, ମୁଁ ଜନ୍ମରେ ଏହି ଦେଶର ସେବା କରିବାକୁ ଚାହୁଁଛି। ତୁମେ ମୋର ଡେଣା ଲଗା ହାତ ନେଇ ନିଜର ହାତ 2ଟି ଫେରିପାଅ। ରାଜକୁମାରୀ ତାଙ୍କ 2 ହାତ ଫେରି ପାଇଲେ। ଜଳପରୀର ଏଭଳି ତ୍ୟାଗ ଅଥର୍ବ ଦେଶରେ ସମସ୍ତଙ୍କ ପାଇଁ ଏକ ଶିକ୍ଷା ହେଲା।